आज टिके डिस्कस करबा आलोचना करबा किंतु आज पीपीटी के तो आपण मान को आमे तीनोटी भाग देइथिलु पढिया पाए बोली के ए तो 13 पर्व 17 पर्व एवं 20 पर्व बोधे समस्त पढ़ी छंती आज्ञा को पुस्तक आज्ञा प्रेरित पुस्तक आज्ञा आज्ञा प्रेरित पुस्तक 13 पर्व तापरे 17 पर्व आउ 20 पर्व आज्ञा प्रेरित 13 पर्व 13 रु 41 पढ़ा कहथिलु तापरे 17 पर्व 16 रु 31 तापरे 20 पर्व 17 रु 35 पढ़ा कहथिलु हमें आउ एटा हमें देथिलु मार्च 5 तारिख देथिलु आज हे गेला 22 तारिख प्राय 3 सप्ताह मिलला आपण मान को पढ़िया पाई बोधे पढ़ी छंती कि नहीं आज सकाळ भी हमें लिखिथिलु एटा टिक पढ़ी आसंत बोली लिखिथिलु व्यस्तता रे हाँ सर कहाँ भा किछि टिके आखि बुला आई जे कहाँ भा आगे 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 बस सेति यथेष्ट आगे सेति यथेष्ट आखि टिके बुलै छंदी बोले बस सेति यथेष्ट आगे राइट हां ठीक अछि राइट हेले केतेटा ऑब्जर्वेशन हमें करबा प्रथमे हमें 13 पर्व देखबा 13 पर्वटा एडी सब तो प्रसंग वक्ता होछंती पाउलो 13 पर्व रे ऑडियंस के होछंती कांग्रीगेशन जेहुदी माने अछंती जिहुदी माने अछंती राइट ओके सो जिहुदी माने अछंती एठे राइट तो जिहुदी मान को से प्रसंग दोछंती एठे जिहुदी मान को प्रचार करछंती अच्छा हेले कौन कौन तांकर पॉइंट थिला सर से केमिति तांकर पितृपुरुष मान को मनोनीत कले से विषय कहबारु आरंभ करछंती ओके माने गोटे ब्रीफ हिस्ट्री ऑफ इस्राएल देछन राइट अगे हां हां सर इस्राएल आउ रो तापरे मिस्र रु केमिति कोढाई आनिले से विषय रे से कहू एग्जैक्टली इतिहास देछंती राइट ओके तापरे ओल्ड टेस्टामेंट कोटेशन अछि एठी अच्छा अच्छा ओल्ड टेस्टामेंट कोटेशन भी अछि ओके आज्ञा 13 पर्व रो केते पद रो केते पद एटा आज डाल आज्ञा 13 पर्व 13 रु 41 पर्यंत आज्ञा 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 13 रु 41 पर्यंत अछि राइट तापर 17 पर्व रो आज्ञा हां 17 पर्व रो मुसे 16 रु 31 आज्ञा आज्ञा आउ 20 रो 20 पर्व 17 रु 35 आज्ञा थैंक यू राइट मुसे सप्ताह नथिली तो हां हां ठीक अछि ओके सो एठी पाउलो एड्रेस करछंती काकू जिहुदी मान को एड्रेस करछंती आ सेठी इस्राएल रो हिस्ट्री कोछंती तापरे यीशु को केमिति से माने हत्या कले सेडा कोछंती तापरे ओल्ड टेस्टामेंट रो किछि कोटेशन भी सेठी दोछंती राइट आउ किछि ऑब्जर्वेशन अछि 13 पर्व रो
ଯୀଶୁଙ୍କ ବିଷୟରେ ଅଛି ଆଜ୍ଞା ଯୀଶୁଙ୍କ କୃଷି ମୃତ୍ୟୁ ପୁନରୁତ୍ଥାନ ଏ ବିଷୟରେ ଅଛି ଆଜ୍ଞା 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 ସେଟା ତ ତାଙ୍କର ଥିମ୍ ଯୀଶୁଙ୍କ ବିଷୟ ତାପରେ ହଁ ବଢିଆ ଆଜ୍ଞା ବଢିଆ ଯୀଶୁଙ୍କ ବିଷୟରେ ଏଠି ସେ ସ୍ପେସିଫିକ କରୁଛନ୍ତି ସେ ଯୀଶୁଙ୍କ ବିଷୟରେ ସେ କହୁଛନ୍ତି କି ଯୀଶୁଙ୍କୁ କେମିତି ସେମାନେ ହତ୍ୟା କଲେ ଏସବୁ କହୁଛନ୍ତି ରାଇଟ ତାପରେ ଆଉ ଗୋଟେ ବଡ ବଡ ଲିଡର ମାନଙ୍କ ନାଁ ବି ନଉଛନ୍ତି ମୋସାଙ୍କ ନାଁ ନଉଛନ୍ତି ଦାଉଦଙ୍କ ନାଁ ନଉଛନ୍ତି ରାଇଟ ଆଉ ବିଶେଷ କରିକି ଦାଉଦଙ୍କର ନାଁ ବି ନଉଛନ୍ତି ଦାଉଦ ସେ ମଲେ ତାଙ୍କର ପିତୃପୁରୁଷ ତାଙ୍କର କବର ଦିଆ ହେଲା କିନ୍ତୁ ପ୍ରଭୁ ଯୀଶୁଙ୍କୁ ସେ ପୁନରୁତ୍ଥାନ କରୁଛନ୍ତି ବୋଲି ସେ କହୁଛନ୍ତି ରାଇଟ ଓକେ ଏହା ହେଲା 13 ପର୍ବରେ ଆମର ଅବଜର୍ଭେସନ ରାଇଟ ଆଉ ଗୋଟେ ବିଷୟ ସାର୍ ଆଜ୍ଞା ପ୍ଲିଜ ସେ ମାନେ ମଶାଙ୍କ ବ୍ୟବସ୍ଥା ଦ୍ଵାରା ମାନେ ସେମାନେ ଧାର୍ମିକ ଗଣିତ ହେଇପାରିଲେ ନାହିଁ ଆଜ୍ଞା ମାତ୍ର ମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ଵାରା ବିଶ୍ୱାସକାରୀ ମାନେ ସେମାନେ ଧାର୍ମିକ ହେଇପାରିବେ ସେଇଟା ରାଇଟ 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 ଯୀଶୁ ଖ୍ରୀଷ୍ଟଙ୍କୁ କେନ୍ଦ୍ର କରିକି ସେ କହୁଛନ୍ତି ବହୁତ ବଢିଆ ଥ୍ୟାଙ୍କ ୟୁ ଆଉ କିଛି ପୁଣି ଆପଣାର ଭକ୍ତ ମାନଙ୍କର ମୃତ୍ୟୁ ପରେ ସେମାନଙ୍କର ଶରୀର କ୍ଷୟ ହେବାକୁ ଦେବେ ନାହିଁ ଆଜ୍ଞା 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 ରାଇଟ ଥ୍ୟାଙ୍କ ୟୁ ଆଜ୍ଞା ଥ୍ୟାଙ୍କ ୟୁ ଓକେ ଏବେ 17 ପର୍ବକୁ ଯିବା ସାର୍ 41 ଟା ଟିକେ କହିଦିଅନ୍ତୁ 41 ପଦର ଆଜ୍ଞା ତାର ଉଦ୍ଦେଶ୍ୟ ଟା କହିନ୍ତୁ ଉଦ୍ଦେଶ୍ୟ ମାନେ ଯାହା ଆମେ ଦେଖୁଛୁ ଏଇଠି ଇସ୍ରାଏଲ ଲୋକମାନଙ୍କର ବିଶ୍ୱାସ ଉପରେ ସେମାନଙ୍କର ଚିନ୍ତାଧାରା ଉପରେ କହୁଛନ୍ତି ଆଜ୍ଞା କି ଯେମିତି କି ଆଉ ସ୍ତିଫାନ ବି କହିଥିଲେ କି ଯେ ତମେ ଶୁଣିବ କିନ୍ତୁ ବିଶ୍ୱାସ କରିବ ନାହିଁ ବୋଲି କହିଥିଲେ ତାପରେ ଆଉ ଏଇ ଲାଇନରେ ଏକା ପାଉଲ ବି ଲାଷ୍ଟରେ ଲେଖୁଛନ୍ତି ତାଙ୍କର 28 ଅଧ୍ୟାୟ ଲାଷ୍ଟରେ ଲେଖୁଛନ୍ତି ସେଟା କି ଇସ୍ରାଏଲ ଲୋକମାନଙ୍କର କଣ୍ଡିସନ କେମିତି ସେମାନେ କେମିତି ସୁସମାଚାରକୁ ବିଶ୍ୱାସ କରିବେ ନାହିଁ ସେ ବିଷୟରେ ଲେଖୁଛନ୍ତି ଆଜ୍ଞା ଇସ୍ରାଏଲ ଲୋକମାନଙ୍କ ବିଷୟରେ ଆଚ୍ଛା ରାଇଟ ଓକେ 17 ପର୍ବକୁ ଏବେ ଯିବା ମାନେ ଯେତେବେଳେ ଆମେ ପ୍ରସଙ୍ଗ କରୁଛୁ ତାର ବ୍ୟାକଗ୍ରାଉଣ୍ଡ ଆମେ ଜାଣିବାର ଆବଶ୍ୟକ ସେଟାକୁ ଧରିକି ଏଟା ଆମେ ଷ୍ଟାର୍ଟ କରୁଛୁ 17 ପର୍ବ 16 ରୁ ଆଜ୍ଞା ଷୋହଳ ରୁ 31 ପର୍ଯ୍ୟନ୍ତ ଏଠି ଅଡିଏନ୍ସ କିଏ କଂଗ୍ରିଗେସନ କିଏ ଏଠି ଜିହୁଦୀ ଅଣଜିହୁଦୀ କଥା ଆସୁଛି ଆଜ୍ଞା ଜିହୁଦୀ ଆଉ ଅଣଜିହୁଦୀ ରାଇଟ ରାଇଟ ଓକେ ଜିହୁଦୀ ଏବଂ ଅଣଜିହୁଦୀ ରାଇଟ ଜିହୁଦୀ ଏବଂ ଅଣଜିହୁଦୀ ହେଲେ ସେମାନେ ଜିହୁଦୀ ମତାବଲମ୍ବୀ ଅଣଜିହୁଦୀ ଅଟନ୍ତି ହଁ ହଁ ଜିହୁଦୀ ମତାବଲମ୍ବୀ ଅଣଜିହୁଦୀ ରାଇଟ ଓକେ ରାଇଟ କିନ୍ତୁ ଟିକେ ସ୍ପେସିଫିକ करबा କି ଆଡ୍ରେସ କାକୁ କରୁଛନ୍ତି ବୋଲିକି ସେଠି ଏଠି 17 ପଦରେ ଲେଖା ହେଇଛି କି ଯେ ସେ ଜିହୁଦୀ ଅଣଜିହୁଦୀ ମାନଙ୍କ ସହିତ ସମାଜ ଗୃହରେ ଡିସ୍କସ କରୁଛନ୍ତି ତାପରେ ତାପରେ ସେଠି ତ ପ୍ରତିମା ପୂଜା ଜାଗାଟା ଆଜ୍ଞା ହଁ ଆଜ୍ଞା ସେ ଶବ୍ଦ ଟିକେ ଧୀରେ ଆମେ କରିବା ଆଜ୍ଞା ସେ ଶବ୍ଦ ଟିକେ ଧୀରେ କରିବା ଉଚ୍ଚାରଣ କରିବା ହଁ
हाँ से शब्द टिके हाँ ओके ବିଭିନ୍ନ ଦାର୍ଶନିକ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଆଲୋଚନା କରୁଛନ୍ତି ରାଇଟ୍ ଆଉ ଏଠି ପ୍ରାୟ ପାଉଲ ଅଣ ଜିହୁଦୀ ମାନଙ୍କୁ ଆଡ୍ରେସ୍ କରୁଛନ୍ତି ଆମେ ସାର୍ ଯଦି 21 ପଦରେ ଏଥେନ୍ସର ସମସ୍ତ ଲୋକ ଆଉ ସେଠାରେ ପ୍ରବାସୀ ବିଦେଶୀୟ ମାନେ ମାନେ ସେ ସ୍ଥାନରେ ଥିଲେ ବୋଲି ଜଣା ପଡୁଛି। କୋଉ ପଦ କହିଲେ ଆଜ୍ଞା ଆପଣ 21 ପଦରେ ସାର୍ 21 ପଦ ରାଇଟ୍ ରାଇଟ୍ ଓକେ ଓକେ ରାଇଟ୍ ଓକେ ରାଇଟ୍ ଏଇଟା ଗୋଟେ ଅଣଜିହୁଦୀ ମାନେ ତାପରେ ଫିଲୋସଫର ମାନେ ଏଠି ଷ୍ଟୋଇକ ଫିଲୋସଫର ମାନେ ବି ଥିଲେ ଯେଉଁମାନେ ଫଲୋ କରୁଛନ୍ତି ସେମାନେ ବି ଥିଲେ ତ ଏଇଠି ଆଡ୍ରେସ୍ କରୁଛନ୍ତି ଅଣଜିହୁଦୀ ମାନଙ୍କୁ 22 ରେ ଦେଖିବେ ଆଜ୍ଞା 22 ରେ ହଁ ସେ ସହରର ଲୋକମାନଙ୍କୁ ସେଇ କହୁଛନ୍ତି। ଏଥେନ୍ସର ଲୋକାଲ ସ୍ଥାନୀୟ ଲୋକମାନଙ୍କୁ କୁହାଯାଏ। ସ୍ଥାନୀୟ ଲୋକମାନଙ୍କୁ ରାଇଟ୍ ଏଇଟା ବିଶେଷ କରିକି ଅଣଜିହୁଦୀ ମାନଙ୍କୁ ସେ ଆଡ୍ରେସ୍ କରୁଛନ୍ତି ଏଇଟା ଅଣଜିହୁଦୀ ମାନଙ୍କୁ ଆଡ୍ରେସ୍ କରୁଛନ୍ତି ରାଇଟ୍ ଅଣଜିହୁଦୀ ମାନଙ୍କୁ ହେଲେ ଏଠି କଣ କଣ ତାଙ୍କ ପ୍ରସଙ୍ଗରେ ସେ କରୁଛନ୍ତି ପ୍ରସଙ୍ଗର ପଏଣ୍ଟ କଣ କଣ ଅଛି ଏଠି ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ରାଇଟ୍ ଅଜ୍ଞାତ ଆଉ ସେମାନଙ୍କୁ କଣ କହୁଛନ୍ତି ସେ 22 ପଦ ଟିକେ ପଢିଦେବେ ସେମାନେ ଏଥିରେ ଦେବଭକ୍ତ ପାଉଲ ଥିଲେ। 22 ପଦ ଟିକେ ପଢିଦେବେ ଆଜ୍ଞା ଆଜ୍ଞା ଏଥିରେ ପାଉଲ ଆରେଓପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥେନୀୟ ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବଭକ୍ତ, ଏହା ମୁଁ ଦେଖୁଅଛି। ବଡ ଦେବଭକ୍ତ ଦେବଭକ୍ତ ଓକେ ବଡ ଦେବଭକ୍ତ ଓକେ ବଡ ଦେବଭକ୍ତ ଆଜ୍ଞା କେହି ଟିକେ ଇଂଲିଶ ରେ ପଢିଦେବେ ଆଜ୍ଞା କୋଉ ଏମିତି ପଦଟା ସାର୍ 22 ଆଜ୍ଞା ପ୍ରେରିତ କେତେର 22 ସାର୍ 17 17 ଆଜ୍ଞା 17 22 ନାଇଁ 22 Then Paul stood in the midst of the Areopagus and said, Men of Athens, I perceive that in all things you are very religious. ରାଇଟ୍ ସେ କଣ କହୁଛନ୍ତି ତୁମେ ମାନେ ସମସ୍ତେ ଧାର୍ମିକ ଲୋକ ବୋଲି କହୁଛନ୍ତି ସେ ରିଲିଜିୟସ୍ ମାନେ ମାନେ କଣ କହିବା ରିଲିଜିୟସ୍ କଣ କହିବା ଆମେ ମିଥୁନ ଆଜ୍ଞା ଓଡିଆରେ ଗୋଟେ ସମ୍ପ୍ରଦାୟ ନାଇଁ ସାର୍ ଭକ୍ତ 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 ଓକେ ଭକ୍ତ ଦେବଭକ୍ତ ଭକ୍ତ ରାଇଟ୍ ଆଉ ଆକ୍ଚୁଆଲି ଆମେ ଯେତେବେଳେ 16 ପଦ ପଢୁଛୁ ସେଟା ପଢିବା ନାହିଁ କିନ୍ତୁ ଆମେ ନିଜେ ନିଜେ ପଢିବା ସେ ଶବ୍ଦ 16 ପଦ ଯେତେବେଳେ ପଢୁଛୁ ତ ପାଉଲଙ୍କର କଣ୍ଡିସନ କଣ ଥିଲା ଆମେ ଦେଖୁଛୁ 16 ପଦରେ
ସେ 16 ପଦରେ ଯେତେବେଳେ ଆମେ ଦେଖୁଛୁ ତାଙ୍କ ବ୍ୟାଟେରୀ ପୁରା ଡାଉନ ହେଇଯାଇଛି। ଉତ୍ତପ୍ତ ହେଇଛନ୍ତି ପରା। ଆଜ୍ଞା 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 ମାନେ ଡିଷ୍ଟର୍ବ ହେଇଯାଇଛନ୍ତି। ପରିସ୍ଥିତି ଯେତେବେଳେ ସେ ଦେଖିଲେ ସବୁ ପୁରା ସେ ଡିଷ୍ଟର୍ବ ହେଇଛନ୍ତି। କିନ୍ତୁ ଏବେ ଯେତେବେଳେ ସେ ଆଡ୍ରେସ୍ କରୁଛନ୍ତି ସେମାନଙ୍କୁ କଣ ପଜିଟିଭ ଆପ୍ରୋଚ କରୁଛନ୍ତି। ବୁଝି ହେଲାନି ଆଜ୍ଞା। ଆଜ୍ଞା ମାନେ ସିଏ ଡିଷ୍ଟ୍ରେସ ହେଇଗଲେ ଆଜ୍ଞା ତାପରେ ଲାଙ୍ଗୁଏଜ ଚେଞ୍ଜ କଲେ ନା କଣ? ହଁ ଲାଙ୍ଗୁଏଜ ଚେଞ୍ଜ କରୁଛନ୍ତି ଆଜ୍ଞା। ଯେତେବେଳେ ସେ ଦେଖିଲେ ସେ ପରିସ୍ଥିତି ଦେଖିଲେ ସବୁଆଡେ ଯୁଆଡେ ଦେଖିଲେ ମଧ୍ୟ ଏଇଟା ଅଛି ଆଜ୍ଞା ଆଜ୍ଞା। ଦେଖିକି ପୁରା ସେ ଡିଷ୍ଟର୍ବ ହେଇଗଲେ, ଡିଷ୍ଟ୍ରେସ ହେଇଗଲେ। କିନ୍ତୁ ଯେତେବେଳେ ସେ ପ୍ରସଙ୍ଗ କରୁଛନ୍ତି ଗୋଟେ ପଜିଟିଭ ଆପ୍ରୋଚ ରେ ସେ ଷ୍ଟାର୍ଟ କରୁଛନ୍ତି। ସେମାନଙ୍କୁ ବ୍ଲେମ କରୁନାହାନ୍ତି, ତମେ ଏମିତି 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 ଲୋକ ବୋଲି ବ୍ଲେମ କରୁନାହାନ୍ତି। ଗୋଟେ ପଜିଟିଭ ଆପ୍ରୋଚ ରେ। ଆଉ ଯଦି ଆମେ ଦେଖିବା କେୟାରଫୁଲି ସେଇଠି ସେ ଖ୍ରୀଷ୍ଟ ଶବ୍ଦ ବିଲକୁଲ ବ୍ୟବହାର କରୁନାହାନ୍ତି। ଯୀଶୁ ଖ୍ରୀଷ୍ଟ ଶବ୍ଦ ବିଲକୁଲ ସେ ବ୍ୟବହାର କରୁନାହାନ୍ତି। ଆରମ୍ଭରୁ ଯଦି ଆମେ ଦେଖିବା ତେବେ ସେ ଯୀଶୁ ଖ୍ରୀଷ୍ଟ ଶବ୍ଦ ସେ ବ୍ୟବହାର କରୁନାହାନ୍ତି। ଆମେ ନେକ୍ସଟ ଟାइम ରେ ଏ जो थियोलॉजी सब्जेक्ट गोटे आनबा बेसिक क्रिश्चियन डॉक्ट्रिन बोली गोटे सब्जेक्ट अछि। तो सेठी ईश्वरଙ୍କ विषय जीशुଙ୍କ विषय पवित्र आत्माଙ୍କ विषय एंजल तापर साल्वेशन ए सब थिबो सेठी हम आनबा। तो जेतेबेले आ माने रेवलेशन माने प्रभुଙ୍କର प्रगटीकरण तो सेठी दी प्रकार रेवलेशन हमें कहूछु। गोटे हला कि जनरल रेवलेशन परमेश्वर सृष्टि द्वारा से निजको प्रकाशित करिसंती सृष्टि द्वारा बाय नेचर। आउ द्वितीय हला कि जे यीशु ख्रीष्टଙ୍କ द्वारा सेटा स्पेसिफिक रेवलेशन यीशु ख्रीष्टଙ୍କ द्वारा। सो गोटे हला कि जनरल रेवलेशन जहा के सृष्टि द्वारा सेति पई प्रभु तेरी सृष्टि को क्या कहूं लगता है कि जैसे ए जो हमर अमित पानी गाय छिंदे गोटे गीत। सो जनरल रेवलेशन है कि माने छिडा सृष्टि द्वारा, स्पेसिफिक रेवलेशन है कि यीशुଙ୍କ द्वारा। तो एठी पाउल कोन जनरल रेवलेशन रो से जाउ छुंते से एठी यीशुଙ୍କ विषय से कहूनांती किंतु प्रभु केमिति सृष्टि करछंती से विषय कहछंती। तापरे लास्ट क्लास रे आमे देखुथिलु जे ए जो संपर्कर माध्यम गोटे हला भाषा आ गोटे कला। ए कला रे नाच डांस ड्रामा संगीत अछि तापरे प्रवचन माने प्रवर्ड एटा माने से तांकर लोकल प्रवचन को से कोट करछंते। 28 पद के पढ़ देबे ठीक 28 पद। କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ଥି ଗତି ଓ ସ୍ଥିତି ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ। आमेन। से लोकल जो पोएट लोकल जो पोएम हमर जुगल किशोर प्रधान आगे अछंती के आज्ञा आपण दा सुनुछि अछंती अछंती राइट। से स्टडी करछंती तांकर कवि के लिखिछंती कोन सेटा स्टडी करछंती आ सेटा को कोट करछंती से तांकर स्थानीय जो कवि जहां लिखिछि ताको भी से कोट करछंती आ कोट करके से प्रचार करछंती। तो
ଏଇଠି ଆମେ କଣ ଦେଖୁଛୁ ମାନେ ଯୀଶୁଙ୍କ ନାଁ ବିନା ନେଇକି ସେ ପ୍ରଚାର କରୁଛନ୍ତି। ଆମେ 13 ପର୍ବରେ ଦେଖିଲୁ ଇସ୍ରାଏଲର ଇତିହାସ, ତାପରେ ଯୀଶୁଙ୍କ ବିଷୟ ସ୍ପେସିଫିକ କରିକି ସେ ଜିହୁଦୀ ମାନଙ୍କୁ ପ୍ରଚାର କରୁଛନ୍ତି। କିନ୍ତୁ ଏଇଠି ଯେତେବେଳେ ସେ ଅଣଜିହୁଦୀ ମାନଙ୍କ ପାଖକୁ ଆସୁଛନ୍ତି ତାଙ୍କର କମ୍ୟୁନିକେସନ ଷ୍ଟାଇଲ, କମ୍ୟୁନିକେସନ ମଡେଲଟା ବଦଳୁଛି। ଏଠି ଓଲ୍ଡ ଟେଷ୍ଟାମେଣ୍ଟ ସେ ରେଫର କରିନାହାନ୍ତି, କିନ୍ତୁ ସ୍ଥାନୀୟ ତାଙ୍କର ଯାହା ଲେଖା ଅଛି ତାକୁ ସେ କୋଟ କରୁଛନ୍ତି, କୋଟ କରିକି ସେ ପ୍ରଚାର କରୁଛନ୍ତି। ଆପଣ ମାନଙ୍କର ଆଉ କିଛି ଅବଜରଭେସନ ଏ 17 ପର୍ବରେ? ପାଉଲ ପ୍ରଥମେ କଣ ଷ୍ଟଡି କଲେ କି? ଆଜ୍ଞା, ପ୍ରଥମେ ପାଉଲ ସେଇ ଯୋଉ ସ୍ଥାନକୁ ଯାଉଛନ୍ତି ସେ ସ୍ଥାନ ବିଷୟରେ ପ୍ରଥମ ଷ୍ଟଡି କଲେ ନା କଣ? ଷ୍ଟଡି କରୁଛନ୍ତି ଆଜ୍ଞା, ଷ୍ଟଡି କରୁଛନ୍ତି, ବୁଲି ବୁଲି ଦେଖିଛନ୍ତି। ତେଣୁ ଏ ଯୋଉ କବରସ୍ଥାନରେ ଯାହା ଲେଖା ହେଇଛି ସେଟା ବି ସେ ପଢିଛନ୍ତି। ମାନେ ତାଙ୍କର ଯୋଉ ପୂଜାର ଯୋଉଟା ଲେଖିଛି ସେଟା ବି ସେ ପଢିଛନ୍ତି। ଟୁ ଏନ୍ ଅନନୋନ୍ ଗଡ, ଅଜ୍ଞାତ। ହଁ, 23 ଟିକେ ପଢିଦେବେ, 23 କେ ଜଣ ପଢିଦେବେ, 23। କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣ ମାନଙ୍କର ପୂଜ୍ୟ ବସ୍ତୁ ସମସ୍ତ ଦେଖୁ ଦେଖୁ ଗୋଟିଏ ବେଦୀ ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ। ଅତଏବ ଆପଣ ମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାଙ୍କୁ ଆପଣ ମାନଙ୍କ ନିକଟରେ ପ୍ରଚାର କରୁଅଛି। ରାଇଟ, ଟୁ ଏନ୍ ଅନନୋନ୍ ଗଡ। ଓକେ, ସୋ ସେଠି ଆମେ କଣ କହୁଛୁ ମାନେ ନୋନ୍ ଟୁ ଅନନୋନ୍ ନୋଜ୍ କହୁଛୁ ଆମେ। ସେମାନେ ଯାହା ଜାଣିଛନ୍ତି ସେଇଠୁ ସେ ସୁସମାଚାର ଆରମ୍ଭ କରୁଛନ୍ତି। ସେ ଷ୍ଟଡି କରୁଛନ୍ତି, ବୁଲି ବୁଲି ସବୁ ଦେଖୁଛନ୍ତି, ତାଙ୍କର ଜାଗା ଦେଖୁଛନ୍ତି, ତାଙ୍କ ଲିଟରେଚର ବି ଷ୍ଟଡି କରୁଛନ୍ତି। ତେଣୁ ତାଙ୍କ ଲିଟରେଚରକୁ ବି ସେ କୋଟ କରୁଛନ୍ତି। ସେଥିପାଇଁ ଆମେ କହୁଛୁ, ଇଭେନ ଗତ ସପ୍ତାହ ଆମେ ଜଣେ ଟିଚର କୁ ଆଣିବୁ, ତ ସେ କହୁଥିଲେ କି ଯେ ଆମେ ଯେତେବେଳେ ସେବା ପାଇଁ ଯାଉଛୁ ସର୍ଭେ କରବାର ଆବଶ୍ୟକ। ସର୍ବେକ୍ଷଣ ମାନେ ଏଠି କି ପ୍ରକାର ଲୋକମାନେ ଅଛନ୍ତି, ସେମାନଙ୍କର ଭାଷା କଣ, ସଂସ୍କୃତି କଣ, ସେମାନଙ୍କର ଧର୍ମ କଣ, ସର୍ଭେ। ଯୋଉ ଗ୍ରୁପ ରେ ଥିଲେ ବି ସେମାନଙ୍କର ଷ୍ଟଡି, ସେମାନଙ୍କର ସର୍ଭେ କରବାର ଅଛି। ତେବେ ଯାଇକି ଆମର କମ୍ୟୁନିକେସନ ଏଫେକ୍ଟିଭ ହବ। ତ ପାଉଲ ପ୍ରଚାର କରିବା ପୂର୍ବରୁ ସେ ସର୍ଭେ କରିଛନ୍ତି, ଷ୍ଟଡି କରିଛନ୍ତି ସେମାନଙ୍କର ବ୍ୟାକଗ୍ରାଉଣ୍ଡ, ଆଉ ତାକୁ ଆଧାର କରିକି ସେ ପ୍ରଚାର କରୁଛନ୍ତି। ସୋ ନିଶ୍ଚୟ ସେ ଷ୍ଟଡି କରିଛନ୍ତି ଆଜ୍ଞା, କରାଡ ଆଜ୍ଞା। ଆଜ୍ଞା। ଆଜ୍ଞା, ଆଉ କିଛି ଆପଣ ମାନଙ୍କର ଅବଜରଭେସନ 17 ପର୍ବରେ? ଆଜ୍ଞା, ଆଜ୍ଞା, ପାଉଲ ପୂଜ୍ୟ ବସ୍ତୁ ଗୁଡାକ ସେ ଭ୍ରମଣ କରି କରି ସବୁ ଦେଖିଲେ, ତା ଆଜ୍ଞା, ଅର୍ଥ ସେ ମନ୍ଦିରକୁ ଯାଇଥିଲେ। ଆଜ୍ଞା, ତ ଆଜି ଆମେ ଯଦି କୌଣସି ମନ୍ଦିରକୁ ଗଲେ, ମନ୍ଦିରକୁ ଗଲା ବୋଲି ଲୋକ ନିନ୍ଦା କରୁଛନ୍ତି, ସେଇଟା ମନ୍ଦିରକୁ ଯୋଉ ଦେଖିବା ଉଦ୍ଦେଶ୍ୟରେ ଯିବାଟା କଣ ଭୁଲ ହବ କି? ନୋ ଭୁଲ ଆଜ୍ଞା, ରାଇଟ, ମୋର ହିସାବରେ ନୋ ଭୁଲ। ସେଇଆ। ଆମେ ଦେଖିପାରବା, କିନ୍ତୁ କେତେ ଜାଗାରେ ଭିତରକୁ ଯିବା ପାଇଁ ଦଉନାହାନ୍ତି ଆଜ୍ଞା। ଗୋଟେ ରେଷ୍ଟ୍ରିକ୍ଟେଡ ଏରିଆ ରହୁଛି, ସେ ଏରିଆ ପର୍ଯ୍ୟନ୍ତ ଆମେ ଯାଇପାରିବା, ତା ଭିତରେ ତାପରେ ସେମାନେ ଆମକୁ ଭିତରକୁ ଯିବାକୁ ଦେବେ ନାହିଁ। ନାଇଁ, ମୁଁ ତ ପୁରୀ ମନ୍ଦିର ପୁରା ଭିତରୁ ଯାଇଥିଲି। ରାଇଟ, ଯାଇପାରବା, ନୋ ପ୍ରୋବ୍ଲେମ, ଷ୍ଟଡି କରିପାରିବା। ଯେହେତୁ ଆମେ କଳା ଲୋକ ନା, ଆମକୁ ଅସୁବିଧା ନାହିଁ। ଆମେ ପୂଜା କରିପାର ନାହିଁ, କିନ୍ତୁ ଆମେ ଯାଇପାରବା। ରାଇଟ, ରାଇଟ।
ଆମେ ଥରେ ପୁରୀ ମନ୍ଦିର ଯିବା ପାଇଁ ଚାହିଁଲୁ। ଆଜ୍ଞା ମୋ ପାଖରେ ଜଣେ ଆଉ ଜଣେ ଥିଲେ, ସିଏ ମୋ ଠାରୁ ଆଉ ବେଶୀ କଳା ସେ। ସେମାନେ କହିଲେ, ଆମ ପଛରେ ଲାଗିଲେ ତାଙ୍କର ଯୋଉ ପୂଜାରୀ ସବୁ ପଇସା ମାଗିଲେ, ସବୁ ଆମେ ମନା କଲୁ। ଅଧଘଣ୍ଟା ଆମ ସହିତ ରହିଲେ, ତାପରେ ସେ ଅବଜର୍ଭ କଲେ ତମେ ଖ୍ରୀଷ୍ଟିଆନ କେବେ? ଆମେ ଖ୍ରୀଷ୍ଟିଆନ କିନ୍ତୁ ଦେଖିବାକୁ ଚାହୁଁଛୁ, ତାହେଲେ ମତେ କେତେ ପଇସା ଦିଅ, ମୁଁ ଦେଖେଇବି ବୋଇଲେ। ଓହୋ ଓହୋ କିନ୍ତୁ ଆମେ ପଇସା ଦେଲୁ ନାହିଁ, ଧୀରେ ପଶିଲୁ, ବୁଲିକି ଦେଖିକି ଆଇଲୁ। ଓହୋ ଓହୋ ଭିତରେ ପଇସା ପାଇଁ ପଇସା ବି ମାଗୁଛନ୍ତି କି ଆଜ୍ଞା? ହଁ, ସେଇଟା ତାଙ୍କର ପେଶା ସେଇଟା। ଓହୋ 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 ରାଇଟ୍। ସୋ ଆମେ ଯାଇପାରିବା, କିନ୍ତୁ ପୂଜା କିନ୍ତୁ ଆମେ ଜାଣିଲେ ଦେଖିପାରିବାନି। ବିପଦ, ଜାଣିଲେ ବିପଦ, ଜାଣିଲେ ବିପଦ, ଆଜ୍ଞା ଜାଣିଲେ ବିପଦ। ଓହୋ 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 ସେ ନାଇଁ ବ୍ରାହ୍ମଣକୁ ସେଥିପାଇଁ କିଛି ଦେଇ ଦେଇକି ପଶିଗଲେ ଚଳିଯିବ ସେଟା। ସେ ଆଜ୍ଞା ଆମ ସପକ୍ଷରେ ସବୁ କହିବ ଆଉ। ରାଇଟ୍ ଓକେ ରାଇଟ୍ ଠିକ ଅଛି। ହଁ ଆଉ କିଛି? ରାଇଟ୍ ଆଜ୍ଞା, ଆଉ କିଛି ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ବୋଲି ଯାହା ଲେଖା ଥିଲା, ଆଜ୍ଞା ସେଟା କାହା ଉଦ୍ଦେଶ୍ୟରେ ସେମାନେ ଲେଖିଥିଲେ? ହଁ ସେମାନଙ୍କର କିଛି ହେଇଥାଇପାରେ, ତାଙ୍କ ଉପରେ ସେମାନେ ଲେଖିଛନ୍ତି ଆଜ୍ଞା। କିନ୍ତୁ ପାଉଲ କହୁଛନ୍ତି ସେ ହଉଛନ୍ତି ଈଶ୍ୱର ବୋଲି। ହଁ ମାନେ ସେଇଟା ପରା ଯୋଉ ନୋନ୍ ଟୁ ଅନନୋନ୍, ଏବେ ସେ ଯୋଉ ତାଙ୍କର ଯୋଉ ଦେବ ଦେବତା ଅଛନ୍ତି ସେଟା ଲେଖିଛନ୍ତି ସେମାନେ, ଆଉ ସେଇଠୁ ଆଧାର କରିକି ସେ ପ୍ରଭୁ ଯୀଶୁଙ୍କ ବିଷୟରେ ସେ ପ୍ରଚାର କରୁଛନ୍ତି। ସେଟା ଆମେ କହୁଛୁ ନୋନ୍ ଟୁ ଅନନୋନ୍ ବୋଲି କହୁଛୁ। ମାନେ ଈଶ୍ୱର ଅଛନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି, କିନ୍ତୁ କରନ୍ତି, ହଁ ଜାଣିନାହାନ୍ତି ଈଶ୍ୱର। ଜାଣିନାହାନ୍ତି, ଆଉ ସେଇଟାକୁ ସେ ପ୍ରକାଶ କରୁଛନ୍ତି। ମାନେ ଏଇଟା ଯେମିତି କି ଆମେ କହୁଥିଲୁ କି ଯେ ଗୋଟେ ଜେନେରାଲ ରେଭେଲେସନ ସେମାନେ ଜାଣିଥାନ୍ତି, କିନ୍ତୁ ସ୍ପେସିଫିକ ରେଭେଲେସନ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯାହା ଅଛି ସେଟା ସେମାନେ ଜାଣିନଥିଲେ, ଆଉ ତାକୁ ଆଧାର କରିକି ପାଉଲ ପ୍ରଚାର କରୁଛନ୍ତି। ତମେ ଧାର୍ମିକ ଲୋକମାନେ, ତମେ ଭକ୍ତ ଲୋକମାନେ, ଆଉ ତମେ ଏତେ ସବୁ ପୂଜା ବିଧି କରୁଛ, କିନ୍ତୁ ବର୍ତ୍ତମାନ ଆମେ ଏମିତି ଗୋଟେ ପ୍ରଭୁଙ୍କ ବିଷୟରେ କହିବୁ କି ସିଏ ଆମର ସୃଷ୍ଟିକର୍ତ୍ତା ବୋଲିକି ସେ ସେଇଠୁ ବେଶ କରିକି ସେ ପ୍ରଚାର କରୁଛନ୍ତି। ଆଉ ତାର ରିଜଲ୍ଟ ଦେଖନ୍ତୁ, ହଁ 32 ରୁ ତାର ରିଜଲ୍ଟ ଦେଖନ୍ତୁ। 32 ରୁ କେହି ପଢିଦେବେ? ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ, ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କ ଠାରୁ ଏହି ବିଷୟ ଶୁଣିବା। ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ, କିନ୍ତୁ କୌଣସି କୌଣସି ଲୋକ ତାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ। ସେମାନଙ୍କ ମଧ୍ୟରେ ଆରେଓପାଗ୍ୟ, ଦିୟନୁସ୍ୟ, ଦାମାରି ନାମ୍ନୀ ଜଣେ ମହିଳା ଓ ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ। ରାଇଟ୍, ତ ରିଜଲ୍ଟ ଆସିଛି। ଯୋଉ କମ୍ୟୁନିକେସନ କରୁଛି, ଯୋଉ ସମ୍ପର୍କ କରିଛନ୍ତି, ତାର ରେଜଲ୍ଟ ଆସି କିଛି ଲୋକମାନେ ପ୍ରଭୁଙ୍କୁ ବିଶ୍ୱାସ କଲେ। ଓକେ, ସୋ ଜାଗା ଦେଖିକି, ଲୋକ ଦେଖିକି, ଅଡିଏନ୍ସ ଦେଖିକି, କଂଗ୍ରିଗେସନ ଦେଖିକି ଆମର ଭାଷା ହବାର ଅଛି, ଆମର ପ୍ରଚାର ହବାର ଅଛି। ଏଠି ଦେଖନ୍ତୁ, କୌଣସି ଓଲ୍ଡ ଟେଷ୍ଟାମେଣ୍ଟକୁ ସେ କୋଟ କରିନାହାନ୍ତି, କୌଣସି ଓଲ୍ଡ ଟେଷ୍ଟାମେଣ୍ଟର ରେଫରେନ୍ସ ନାହିଁ। କାହିଁ ମାନେ ଏମାନେ ଅଣଜୁତି। ଆମେ ଆଉ ଗୋଟେ ଲେଖୁଛୁ କି ଆଉ ଗୋଟେ ଆପଣ ମାନେ ଦେଖିବେ କି ଯେ ଫିଲିପିଓ ପୁସ୍ତକ, ସେଟା ରୋମାନ କଲୋନୀକି ଲେଖୁଛନ୍ତି। ଫିଲିପିଓ ପୁସ୍ତକ ଯେତେବେଳେ ସେ ଲେଖୁଛନ୍ତି, ସେଠି ଓଲ୍ଡ ଟେଷ୍ଟାମେଣ୍ଟ କିଛି କୋଟେସନ ନାହିଁ। କାହିଁ ମାନେ ସେମାନେ ଜାଣନ୍ତି ନାହିଁ, ତେଣୁ ସେ କୋଟ କରିନାହାନ୍ତି। ରାଇଟ୍, 17 ପର୍ବ ସରିଲା, ଏବେ ଯିବା 20 ପର୍ବ। ପ୍ରେରିତ ପୁସ୍ତକରେ ପଉଲଙ୍କର 3ଟି ସ୍ପିଚ୍ ଅଛି। ଗୋଟେ ହେଲା 13 ପର୍ବ, ଆଉ ଗୋଟେ ହେଲା 17 ପର୍ବ, ଆଉ ଗୋଟେ ହେଲା 20 ପର୍ବ।
ए तीनोटी स्पीच को नहीं मतलब लोक मान रिसर्च करके आउ पीएचडी करूछन जस्ट स्पीच को नहीं 20 पर्व 17 रु 35 राइट एडा काकु से कोछन दे एठी लीडर मान को लीडर मान को कोछन लीडर मान को कोछन ओके आ तांकर स्पीच रे कोन कोन अछि तांकर पर्सनल आचरण विषय रे से कहउछन्ती प्रश्न आचरण विषय राइट जिहुदी ମାନଙ୍କର ଷଡ଼ଯନ୍ତ୍ର आज्ञा जिहुदी ମାନଙ୍କର ଷଡ଼ଯନ୍ତ୍ର ज्योति मान का षडयंत्र राइट आओ ଈଶ୍ୱରଙ୍କ ସଂକଳ୍ପ ଜଣେଇବା ପାଇଁ ईश्वर का संकल्प जणे पाए राइट आओ तार 19 रे जो अश्रुपात अछि आज्ञा अश्रुपात आज्ञा। बोले एफिस रे भी पाउलो को प्रति बेसी ताड़ना थिला कि ना को नहीं हाँ ताड़े ना एडा कौन माने से मु नम्रता सहित तुम पे मु प्रार्थना करछु सेटा कहउछन्ते आज्ञा प्रार्थना र अश्रु सेटा with tears आउ तांगु ताड़ना भी हेछि with tears ताड़ना भी हेछि सेटा भी अछि जादू क्रिया मानक मध्य सुसमाचार जादू क्रिया माने पन परिवर्तन आज्ञा 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 राइट एठी आउ आउ किछ ऑब्जर्वेशन सेबारे निजर जीवन को प्रिय ज्ञान न मणि राइट राइट प्रभु को काम करिया पई ओके राइट ମେଷ ଚୋର ଏଇଗୁଡାକ ମଧ୍ୟ ଏଠି ଦେଖା ଯାଉଛି ମୋର ପ୍ରସ୍ଥାନ ପରେ ତୁରନ୍ତ ବାଘ ଗୁଡାକ ଯେ ତୁମମାନଙ୍କ ମଧ୍ୟରେ ପ୍ରବେଶ କରି ପୋଲ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବେ राइट 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 बढ़िया एठी गोटे बढ़िया थियोलॉजी ऑफ द चर्च माने मंडली कोन ता विषय रे गोटे बढ़िया थियोलॉजी से कहउछन्ती बढ़िया थियोलॉजी कहउछन्ती काकू एडा मंडली रो नेता मान को से एड्रेस करछन्ती आ मंडली रो नेता मान को जेतबे से एड्रेस करछन्ती मंडली कोन मंडली कार से विषय गोटे बढ़िया थियोलॉजी से कहउछन्ती जहाँ के 28 पढ़ देबे 28 ତୁମ୍ଭେମାନେ ନିଜ ନିଜ ବିଷୟରେ ଆଉ ଯେଉଁ ମଣ୍ଡଳୀ କି ଈଶ୍ୱର ଆପଣା ନିଜ ରକ୍ତରେ କ୍ରୟ କରି ଅଛନ୍ତି ତାହାଙ୍କର ନାଇଁ ସେହି ସେଟା ନାଇଁ। ମଣ୍ଡଳୀ ଏହି आज्ञा କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ନାଇଁ ନାଇଁ 28 ଟା ଆଜ୍ଞା ଯାହା ପଢୁଥିଲେ ତା आज्ञा 28 ସେଟା आज्ञा 28 ମୁଁ ଆକା ଠିକ ଆଜ୍ଞା ପଢନ୍ତୁ प्रधान आज्ञा पढ़ंतु आज्ञा କ୍ଷମା କରନ୍ତୁ ମୁଁ ତୁମ୍ଭେମାନେ 19 କାଢିଛି ତୁମ୍ଭେମାନେ ନିଜ ନିଜ ବିଷୟରେ ଯେଉଁ ନିଜ ନିଜ ବିଷୟରେ ଆଉ ଯେଉଁ ମଣ୍ଡଳୀ କି ଈଶ୍ୱର ଆପଣା ନିଜ ରକ୍ତରେ କ୍ରୟ କରି ଅଛନ୍ତି ତାହାଙ୍କର ସେହି ମଣ୍ଡଳୀ କି ପ୍ରତିପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ଯେ ସମସ୍ତ ପଲ ମଧ୍ୟରେ ତୁମମାନଙ୍କୁ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଅଛନ୍ତି ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ राइट ओके सो मंडली कार ଈଶ୍ୱରଙ୍କର ईश्वरंकर मंडली आउ केमिति मंडली को क्रय करछन्ती निजर रक्त दे निज रक्त दे के मंडली को से क्रय करछन्ती ओके be shepherds of the church of God which he bought with his own blood
निज रक्त देकी क्रय करछंती मंडलीर नेता मान को से कथा कहउछंती मंडली नेता मान को से एड्रेस करछंती आ से समय मंडली कोन आ मंडली केमिति परिचालन करिवे से विषय से बहुत लिखुछंती नेता मान को जेतो लिखुछंती से बहुत थियोलॉजी करछंती मंडलीर थियोलॉजी ऑलरेडी मंडली स्थापन होईसी आ सेति पय से सेटा देखुछंती तापरे से ट्रांजिशन माने से निजे से स्थापन करछंती तापरे हैंड ओवर करके से जाउछंती से मंडल को तांको लोकल लोक मान को हस्तर समर्पण करके से जाउछंती केतबेले आमे जदि मंडल स्थापन करूछु बोले एटा मोर बोले हम कुछ मिशन मान करे एटा प्रॉब्लम होछि आमे जाय कि जदि मंडल स्थापन करू मिशन आसे हमको ट्रांसफर कर बोले जीवनिया बोले हम कहछ मोर मंडली बोले कहछ के गोटे बढ़िया मंडली रो थियोलॉजी अच्छे अछि एटा मंडल हिला ईश्वर आपण माने मन रखी थे जेते मैंने बिब्लिकल थियोलॉजी मिशन शिखुथिलु तो परमेश्वर मोसा कहले कि जे अच्छी से तुमको पठाउछ तुम जाओ प्रभु को नाम जीव कहीं एटा प्रभु सेवा तो मंडली भी प्रभु आउ से परिचालन करने प्रभु हमको से दायित्व दे सो लीडर मन कहते एटा आपण मानकर मंडली नहीं एटा प्रभुंकर मंडली जहाँकि से निज रक्त देकी कृत कर से लिखुछंती तो ए तीनोटी पैसेज रे आमे कोन स्टडी करछु माने कांग्रेगेशन ऑडियंस देखिकी से तांकर प्रसंग करछंती के माने आउ तांकर मेन पॉइंट कोन रोची सेटा आमे देखुछु प्रथमे 13 पर्व रे जिहुदी मान को से एड्रेस करछंती जिहुदी मान को हिस्ट्री से कहले इंपोर्टेंट नाम माने नेले दाऊद मूसा अब्राहम ए मान को नाले तापरे केतरा रेफरेंस भी देले जिहुदी मान को ठीक अछि के और जेते बेले एथेंस को आसलो अण जिहुदी मान और से मान को सहित से किंतु संपर्क अछि देखु जे से यीशु को नाम बिल्कुल नहीं नाते किंतु शिशु समाचार प्रचार करछ तांकरो कविता तांकर धर्म को नेकी सेठी बेस करी से प्रचार करछ गोटे विषय आमे देखलु जे जहा कि से 17 पदरे परिस्थिति जेते देखले से बहुत दुखित होइथिले डिस्ट्रेस होइथिले किंतु जेते से प्रचार आरंभ करछन गोटे पॉजिटिव अप्रोच पॉजिटिव से मान को आउ तमे एमिति सेमिति बोले कि किछि कहना पॉजिटिव अप्रोच रे से स्टार्ट करछ बैकग्राउंड स्टडी करबा हमें तांकर जो कल्चर तांकर जो संस्कृति तांकर जो धर्म हमें स्टडी करबा ताकू बेस करके प्रचार लास्ट रे हमें देखलो पुडे पर्व रे लीडर्स मान को जेतले से एड्रेस करथुंती लीड हिसाब रे से प्रचार करथुंती निज जीवन कहले तापरे मंडली कोन मंडल के स्थापन करछंती आ ताकू केमिते प्रभु आमको परिचालन करा पई से देछंती से विषय सिखौछ तेणु जेते बेले आम माने प्रचार करूछु प्रसंग करूछु बैकग्राउंड आमे जानिबार आवश्यक और से मानकर लेवल जानिबार आवश्यक और से अनुसार आमे प्रचार कले हमर जो मेसेज टा परफेक्ट हो लोक माने बुझी पारे राइट एटा हला हमर तीनोटी शास्त्र भागरो स्टडी एटा आओ शेषर जदि कार किछि कमेंट किछि प्रश्न किछि सजेशन थिले आपण माने शेयर करि आज्ञा प्रेज द लॉर्ड आप प्रेज लॉर्ड दीदी प्रेज लॉर्ड गोटे कथा कहबी
ये ପ୍ଲିଜ जो अज्ञात देवताଙ୍କ ଉଦ୍ଦେଶ୍ୟରେ ବୋଲିକି ଆମେ ପଢିଲେ ଆଜ୍ଞା